ପାଦରୁ କେତେ ମୁଁ ମଧୁ ଝରେଇଛି ସିମେଣ୍ଟ ଗାଈରୁ କ୍ଷୀରରେ, ସିମେଣ୍ଟ ଗାଈରୁ କ୍ଷୀରରେ। ପଲଙ୍କ ସେବାଠୁ ଆଣ୍ଠୁଆ ଗୋପାଳ ସବୁ ମନେ ଅଛି ମୋର ରେ, ସବୁ ମନେ ଅଛି ମୋର। ବନ୍ଧୁଗଣ, ଏବେ ବାରିମୂଳ ବାବା ଅଦାଲତରୁ ଆଦେଶ ପାଇବା ପରେ କି ସେ କେନ୍ଦ୍ରାପଡ଼ା ଯାଇପାରିବେ। ଭକ୍ତମାନଙ୍କର ଆନନ୍ଦ କହିଲେ ନ ସରେ। କିନ୍ତୁ କଟକଣା ହେତୁ ବାବା ଯେତେବେଳେ ଭକ୍ତମାନଙ୍କୁ ପ୍ରତ୍ୟକ୍ଷ ଭାବରେ ଦର୍ଶନ ଦେଇପାରୁନାହାନ୍ତି, ଶେଷରେ ସେ ବାଧ୍ୟ ହୋଇ ଗୋଟିଏ ଚିଠି ଲେଖୁଛନ୍ତି। କଣ ଲେଖିଛନ୍ତି? ମାନନୀୟ ଭକ୍ତେ, ମୋ ମାନନୀୟ ଭକ୍ତେ, ମାନନୀୟ ଭକ୍ତେ, ମୋ ମାନନୀୟ ଭକ୍ତେ। ଏଣେ ତେଣେ ଘୁରି ଛଦ୍ମବେଶ ଧରି, ଏଣେ ତେଣେ ଘୁରି ଛଦ୍ମବେଶ ଧରି, ଲୁଚି ରହିଲି ମୁଁ ଗୁପତେ। ମାନ୍ୟବର, ତଥାପି ମନେ ରଖିଛ ମତେ ସମସ୍ତେ, ତଥାପି ମନେ ରଖିଛ ମତେ ସମସ୍ତେ। ମାନନୀୟ ଭକ୍ତେ, ମୋ ମାନନୀୟ ଭକ୍ତେ, ମାନନୀୟ ଭକ୍ତେ, ମୋ ମାନନୀୟ ଭକ୍ତେ। ଆଜ୍ଞା, ବାବା ଏଇଠି ତାଙ୍କର ଇତିହାସ କଥା ମନେ ପକେଇ ଭକ୍ତମାନଙ୍କୁ ଜଣେଇ ଦଉଛନ୍ତି। କଣ ଜଣାଉଛନ୍ତି? ପାଦରୁ କେତେ ମୁଁ ମଧୁ ଝରେଇଛି ସିମେଣ୍ଟ ଗାଈରୁ କ୍ଷୀରରେ, ସିମେଣ୍ଟ ଗାଈରୁ କ୍ଷୀରରେ। ପଲଙ୍କ ସେବାଠୁ ଆଣ୍ଠୁଆ ଗୋପାଳ ସବୁ ମନେ ଅଛି ମୋର ରେ, ସବୁ ମନେ ଅଛି ମୋର। ରେ ଶରୀର ସଂସାର ଈଶ୍ୱର ଦେଖ ଦେଇଥିଲି କେତେ ବାରତା, ଦେଇଥିଲି କେତେ ବାରତା। ବିଭୂତିରୁ ପିଲା ଜନ୍ମ ଦେଇ ମୁଁ ସାଜିଥିଲି ଶୂନ୍ୟ ଘଇତା, ସାଜିଥିଲି ଶୂନ୍ୟ ଘଇତା। ରେ ଏ ଜୀବନ ପଥେ ସଂସାର ରଥରେ, ଏ ଜୀବନ ରଥରେ ସଂସାର ପଥରେ ପୂଜା ପାଉଥିଲି ଜଗତେ। ମାନ୍ୟବର, ତଥାପି ମନେ ରଖିଛ ମତେ ସମସ୍ତେ, ତଥାପି ମନେ ରଖିଛ ମତେ ସମସ୍ତେ। ମାନନୀୟ ଭକ୍ତେ, ମୋ ମାନନୀୟ ଭକ୍ତେ।